ଦୁଇ ଦିନ ଲଗାଣ ବର୍ଷା ପରେ ସାରା ରାଜ୍ୟରେ ଲୋକଙ୍କୁ ଏବେ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଉ ପୁଣି ଆଗକୁ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ତେବେ ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ର ଅଡ଼ଗାଁରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। କିନ୍ତୁ ଭୁବନେଶ୍ୱର ଓ କଟକରେ ଏବେ ତାପମାତ୍ରା ବଢ଼ିବାରେ ଲାଗିଛି। ଅନ୍ୟପଟେ ମାଲକାନଗିରିରେ ସର୍ବାଧିକ 36.6 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ତେଣୁ ରାଜ୍ୟରେ ବର୍ତ୍ତମାନ କୌଣସି ପ୍ରକାର ପାଣିପାଗ ନିୟାମକ ନାହିଁ। ସେପଟେ ରାଜ୍ୟ ଉପରେ ଯେଉଁ ଗୁରୁଚାପ ବଳୟ ରହିଥିଲା ତାହା ବର୍ତ୍ତମାନ ପଡ଼ୋଶୀ ରାଜ୍ୟ ଆଡ଼କୁ ଗତିଶୀଳ ହୋଇଛି। ସେଥିପାଇଁ ଏବେ ରାଜ୍ୟରେ 2 ଦିନ ପାଇଁ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ ମାର୍ଚ୍ଚ 24 ତାରିଖ ପରେ 25 ତାରିଖରେ ଉତ୍ତର ଓଡ଼ିଶାର ବା ଉତ୍ତର ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ, ଯାହାକି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାରେ ମାର୍ଚ୍ଚ 25 ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ 19 ଓ 20 ତାରିଖ ସାରା ରାଜ୍ୟରେ ଜୋରଦାର ବର୍ଷା ହୋଇଥିଲା, ଫଳରେ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା।